ଭିତରିଲ ସେବା ତ୍ୟାଗ ମନ୍ତ୍ର ଦେଲ। ଏ ବିଶ୍ୱ ବିଜୟୀ ବିବେକାନନ୍ଦ ବିଶ୍ୱକୁ ବିଜୟ କଲ, ଉଠିଲ ଜାଗିଲ ଜ୍ଞାନ ଭିତରିଲ ସେବା ତ୍ୟାଗ ମନ୍ତ୍ର ଦେଲ। ଭାରତବାସୀଙ୍କୁ ଆପଣାର ଭାବି ଦେଶ ପରିକ୍ରମା କଲ, ବେଦାନ୍ତ ଧର୍ମର ପ୍ରଚାର ପାଇଁ ଆମେରିକା ଯାତ୍ରା କଲ। ଈଶ୍ୱରଙ୍କୁ ଖୋଜି ଗୁରୁ କୃପା ଲଭି ଧ୍ୟାନ ଧର୍ମ ଆଚରିଲ, ଶିବ ଜ୍ଞାନରେ ଜୀବ ସେବା ପାଇଁ ଯୁବକଙ୍କୁ ଯୋଗାଇଲ। ସାହସ ଶକ୍ତିକୁ ଦୃଢ କରି ତୁମେ କର୍ମରେ ବିଶ୍ୱାସ କଲ, ମନୁଷ୍ୟ ହେବାର ଆହ୍ୱାନ ଦେଇ କୁସଂସ୍କାର ଦୂର କଲ। ମାନବ ଭିତରେ ଦିବ୍ୟତା ରହିଛି, ନର ଅଟେ ନାରାୟଣ। ମାନବ ଭିତରେ ଦିବ୍ୟତା ରହିଛି, ନର ଅଟେ ନାରାୟଣ। ଭଲ ହୋଇ ଆମେ ଭଲ କାମ କଲେ ଆନନ୍ଦିତ ହେବ ମନ। ଧନ୍ୟବାଦ। এই কবিতাটা রচিত। বর্তমান ମୁଁ ଆଜିର ଯେଉଁ ବିଷୟବସ୍ତୁ ରହିଛି ତା ଉପରେ ଆଲୋକପାତ କରିବାକୁ ଯାଉଛି। ପ୍ରଥମ କଥା ହେଲା, ସ୍ୱାମୀ ବିବେକାନନ୍ଦଙ୍କ ଦୃଷ୍ଟିରେ ଶିକ୍ଷା କହିଲେ ଆମେ କଣ ବୁଝୁ? ସମସ୍ତେ ଆମେ ଜାଣୁ ଯେ ଶିକ୍ଷାର ଆବଶ୍ୟକତା। ସେ ସମୟରେ ସ୍ୱାମୀଜୀ ଗୋଟେ ଜାଗାରେ କହିଛନ୍ତି ଯେ ଆମେ ଯେତେ ଯାହା କଲେ ସୁଦ୍ଧା ଜ୍ଞାନର ଯଦି ଅଭାବ ରହିଛି ତାହେଲେ ଆମେ କୌଣସିଥିରେ ସଫଳ ହେଇପାରିବା ନାହିଁ। ସମସ୍ୟାର ଯେତେ ସବୁ ସମସ୍ୟା ରହିଛି ଜଗତରେ, ଏ ସମସ୍ୟାର ସମାଧାନ ପାଇଁ ଏକମାତ୍ର ଜ୍ଞାନ ଆବଶ୍ୟକ ରହିଛି। ଏବଂ ତା ସହିତ ଜ୍ଞାନ ସହିତ ସେ ଚରିତ୍ରକୁ ମଧ୍ୟ କହିଛନ୍ତି ଯେ କ୍ୟାରେକ୍ଟର ହ୍ୟାଜ୍ ଟୁ ବି ଏଷ୍ଟାବ୍ଲିଶ୍ଡ ଥ୍ରୁ ଏ ଥାଉଜେଣ୍ଡ ଅଫ ଷ୍ଟମ୍ବଲ୍ସ। ଆମେ ଶିକ୍ଷା ସହିତ ଚରିତ୍ର ଏବଂ ବ୍ୟକ୍ତି ନିର୍ମାଣ କଥା କାହିଁକି କହୁଛୁ ନା, ସ୍ୱାମୀଜୀ ସେ ବାରମ୍ବାର ଏକଥା କହିଛନ୍ତି ଯେ ଶିକ୍ଷା ଯିଏ ଲାଭ କରୁନା କାହିଁକି, ସେ ବ୍ୟକ୍ତିର ଯଦି ଚରିତ୍ର ନିର୍ମାଣ ନ ହୁଏ ତାହେଲେ ସେ କେବେ ହେଲେ ଭଲ ମଣିଷ ହେଇପାରିବ ନାହିଁ। ଏବଂ ତାଙ୍କର ସେ ଚରିତ୍ର ନିର୍ମାଣ ସହିତ ଭଲ ମଣିଷ ହବା, ଚରିତ୍ରବାନ ମଣିଷ ହବା ଏବଂ ମାନବ ଗଠନ ତା ଦ୍ୱାରା ହେଇପାରିବ। ଭଲ ମନୁଷ୍ୟ ଗଠନ ପାଇଁ ଚରିତ୍ରର ଯେମିତି ଆବଶ୍ୟକତା ରହିଛି ଏବଂ ସର୍ବୋପରି ଶିକ୍ଷାର ମଧ୍ୟ ସେଇଭଳି ଆବଶ୍ୟକତା ରହିଛି। ଏପରି ଏକ ଶିକ୍ଷା ଆମକୁ ଅବଲମ୍ବନ କରିବାକୁ ପଡ଼ିବ, ଆମକୁ ଗ୍ରହଣ କରିବାକୁ ପଡ଼ିବ, ଯାହାଦ୍ୱାରା ମନୁଷ୍ୟର ଚରିତ୍ର ନିର୍ମାଣ ହେବା ସହିତ ସେ ଗୋଟେ ଭଲ ମଣିଷ ହେଇପାରିବ। ଏଥିପାଇଁ ମୁଁ ଯଦି ଆପଣମାନଙ୍କୁ କହିବି, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ପିଲାଦିନେ ତାଙ୍କ ଶିକ୍ଷା ପ୍ରତି କେତେ ଆଗ୍ରହ ଥିଲା। ତାଙ୍କ ବାପା ମାଙ୍କର ଯେପରି ଶିକ୍ଷା ପ୍ରତି ଆଗ୍ରହ ଥିଲା, ବାପା ଜଣେ ବାରିଷ୍ଟର ଥିଲେ, ମା ଜଣେ ଧର୍ମ ମହିଳା ଥିଲେ ଏବଂ ସେ ଦୁଇ ଜଣଙ୍କର ପ୍ରଭାବ ସ୍ୱାମୀଜୀଙ୍କର ପଡ଼ିଥିଲା। ସ୍ୱାମୀଜୀଙ୍କର ଜେଜେବାପା ମଧ୍ୟ ଜଣେ ସନ୍ନ୍ୟାସୀ ଥିଲେ। ତେଣୁ ସିଏ ଏପରି ଏକ ଆଧ୍ୟାତ୍ମିକ ପରିବେଶରେ ରହିଥିଲେ ଯାହାଦ୍ୱାରା ତାଙ୍କର ମନ ଶିକ୍ଷା ସହିତ ଧର୍ମ ପ୍ରତି, ସେବା ପ୍ରତି ସବୁବେଳେ ରହିଥିଲା। ଏବଂ ଯଦି ଆମେ ପ୍ରଥମେ ସ୍ୱାମୀଜୀଙ୍କର ଭାଷା ଅନୁସାରେ, ତାଙ୍କର ଚିନ୍ତା ଅନୁସାରେ ଶିକ୍ଷାର ସଂଜ୍ଞାକୁ ଚିନ୍ତା କରିବା, ସେତେବେଳେ ସିଏ କହୁଛନ୍ତି ଯେ ଏଜୁକେସନ ଇଜ ଦି ମ୍ୟାନିଫେଷ୍ଟେସନ ଅଫ ପରଫେକ୍ସନ ଅଲରେଡି ଇନ୍ ମ୍ୟାନ୍। ତାଙ୍କର ବାଣୀରେ ଏକଥା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ମନୁଷ୍ୟ ଭିତରେ ଯେଉଁ ପୂର୍ଣ୍ଣତା ରହିଛି, ସେ ପୂର୍ଣ୍ଣତାର ବିକାଶ କରିବା ହେଉଛି ଶିକ୍ଷା। ସ୍ୱାମୀଜୀ କେବେ ହେଲେ ଚିନ୍ତା କରିନାହାନ୍ତି ଯେ ମଣିଷ ଭିତରେ ପରଫେକ୍ସନ ନାହିଁ। ମଣିଷ ଭିତରେ ପରଫେକ୍ସନ ରହିଛି କଣ ପାଇଁ? ଯେହେତୁ ମନୁଷ୍ୟ ଭିତରେ ଡିଭିନିଟି ରହିଛି, ଦିବ୍ୟତା ରହିଛି। ତେଣୁ ସ୍ୱାମୀଜୀଙ୍କର ଅନ୍ୟ ଏକ ଉଦାହରଣ ହେଲା ଯେ ଇଚ୍ ସୋଲ୍ ଇଜ୍ ପୋଟେନ୍ସିଆଲି ଡିଭାଇନ୍। ଏଇ ଯେଉଁ ମହାନ ବାଣୀ ସ୍ୱାମୀଜୀଙ୍କର, ଯେ ପ୍ରତ୍ୟେକ ଲୋକ ହଉଛି ଦିବ୍ୟ ମାନବ। ଏଟା ମଧ୍ୟ ସତ କଥା ଯେ ଯେତେ ଜୀବଜନ୍ତୁ, ଯେତେ ପ୍ରାଣୀ ଅଛନ୍ତି ତା ଭିତରେ ମନୁଷ୍ୟ ହଉଛି ସବୁଠାରୁ ଶ୍ରେଷ୍ଠ ପ୍ରାଣୀ। ତେଣୁ ଏଇ ଶ୍ରେଷ୍ଠ ପ୍ରାଣୀ ସେ କେମିତି ହେଇପାରିଛି? ଯେହେତୁ ତାର ଜ୍ଞାନ ରହିଛି।
ଏବଂ ସେ ଜ୍ଞାନଟା ଗୋଟେ ଇନବର୍ନ ନଲେଜ। ସେ ଜ୍ଞାନଟା ଆମ ଭିତରେ ମନକୁ ମନ ହେଇଛି। ଯେମିତି ଦିବ୍ୟଟା ଆମ ଭିତରେ ରହିଛି, ଦିବ୍ୟତା ସେଇପରି ମନୁଷ୍ୟ ଭିତରେ ଜ୍ଞାନ ରହିଛି। ଆମେ ଅନେକ ସମୟରେ ଭାବୁ ଯେ ଜ୍ଞାନଟା ବୋଧେ ବାହାରୁ ମିଳିଥାଏ। ଆମର ପିତା ମାତା, ଗୁରୁଜନ, ଶିକ୍ଷକ ଶିକ୍ଷୟିତ୍ରୀ ସେମାନେ ଆମକୁ ବିଭିନ୍ନ ଅନୁଷ୍ଠାନରେ ଜ୍ଞାନ ଦେଇଥାନ୍ତି। କିନ୍ତୁ ସ୍ୱାମୀଜୀ କହୁଛନ୍ତି ନାଇଁ, ସେ ଜ୍ଞାନ ପ୍ରଥମେ ଆମ ଭିତରେ ରହିଥିଲା। ସେ ଜ୍ଞାନଟା ଆମେ ବର୍ତ୍ତମାନ ପରିପ୍ରକାଶ କରିବାକୁ ଯାଉଛୁ। ଆମେ ସେଇ ଜ୍ଞାନର ପରିପ୍ରକାଶ ପାଇଁ ଆମର କେତେ ଗୁଡା ମାଧ୍ୟମ ରହିଛି। ସେ ମାଧ୍ୟମ ହେଲା ଯେମିତି ଆମର ସ୍କୁଲ କଲେଜ, ବର୍ତ୍ତମାନ ଯାହା ଯୋଉଠି ଆମେ ପିଲାମାନେ ପାଠ ପଢୁଛନ୍ତି, ସେତେବେଳେ ମଧ୍ୟ ଗୁରୁକୁଳ ଥିଲା। ପିଲାମାନେ ଗୁରୁକୁଳରେ ଅଧ୍ୟୟନ କରୁଥିଲେ ଏବଂ ସେତେବେଳେ ସେମାନଙ୍କର ଚରିତ୍ର ନିର୍ମାଣ ଗୁରୁଙ୍କର ଯୋଉ ପ୍ରଭାବ ରହିଥିଲା ତା ଦ୍ୱାରା ହେଇପାରୁଥିଲା। କିନ୍ତୁ ବର୍ତ୍ତମାନ କଣ ହଉଛି, ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ବା ପିତାମାତା ଅଛନ୍ତି ସେମାନଙ୍କର ସେପରି ପ୍ରଭାବ ପଡୁନି। ପିଲାମାନଙ୍କୁ ଭଲ ମଣିଷ କରିବା, ଭଲ ଶିକ୍ଷା ଦେବା ଏବଂ ସେମାନଙ୍କର ନୈତିକତା କେମିତି ବୃଦ୍ଧି ହବ, ଚରିତ୍ର କେମିତି ବିକାଶ ହେଇପାରିବ, ସେଥିପ୍ରତି ଆମର ଶିକ୍ଷାରେ ଏଭଳି ଯାହା ରହିବା କଥା, ଯାହା ଆବଶ୍ୟକ ଏ ଯୁଗ ପାଇଁ, ତାହା ଏପର୍ଯ୍ୟନ୍ତ କୌଣସି ଭାବରେ କରାଯାଇନାହିଁ। ତେଣୁ ଆମକୁ ତାଙ୍କର ଯେଉଁ ଶିକ୍ଷା କଥା ସେ କହୁଛନ୍ତି ଯେ ଏ ଶିକ୍ଷା ଦ୍ୱାରା ଶରୀର, ମନ ଏବଂ ଆତ୍ମାର ବିକାଶ ହବ। ଶିକ୍ଷା ଏମିତି ଗୋଟେ ଜିନିଷ ଯାହା ଦ୍ୱାରା ଆମର ଶରୀର ସୁସ୍ଥତା ହେଇପାରିବ, ଶରୀର ବିକାଶ ହବ, ମନଟା ମଧ୍ୟ ଆମକୁ ଦୃଢ କରିବାକୁ ହବ। ମନ ଭିତରେ ଏକାଗ୍ରତା ଆମକୁ ସୃଷ୍ଟି କରିବାକୁ ପଡିବ। କାହିଁକି ଜ୍ଞାନ ଲାଭ କରିବାକୁ ହେଲେ ଏକାଗ୍ରତା ନିହାତି ଆବଶ୍ୟକ। ଏବଂ ଆମ ଦେହ ଯଦି ସୁସ୍ଥ ସବଳ ରହିବ ତାହେଲେ ଆମେ କେବେ ହେଲେ ଭଲ ପାଠ ପଢିପାରିବା ନାହିଁ, ଜ୍ଞାନ ଅର୍ଜନ କରିପାରିବା ନାହିଁ। ତେଣୁ ଶରୀରଟିକୁ ଆମେ ନିରୋଗ ରଖିବାକୁ ପଡିବ, ସୁସ୍ଥ ସବଳ ହେଇ ରହିବାକୁ ପଡିବ। ସ୍ୱାମୀଜୀ ଅନେକ ଜାଗାରେ କହିଛନ୍ତି ଯେ ଫାଷ୍ଟ ୟୁ ପ୍ଲେ ଫୁଟବଲ ଦେନ୍ ରିଡ୍ ଗୀତା। ପ୍ରଥମେ ତୁମେ ଖେଳ, ବ୍ୟାୟାମ କର, ଯୋଗ କର, ନିଜ ଦେହଟାକୁ ସୁସ୍ଥ ରଖ, ତାହେଲେ ତୁମେ ଘଣ୍ଟା ଘଣ୍ଟା ଧରିକି ତୁମେ ଅଧ୍ୟୟନ କରିପାରିବ, ସ୍ୱାଧ୍ୟାୟ କରିପାରିବ ଏବଂ ଧ୍ୟାନ ଧାରଣା କରିପାରିବ। ସେଥିପାଇଁ ଶରୀର ପ୍ରତି ତାଙ୍କର ବେଶୀ ଗୁରୁତ୍ୱ ରହିଥିଲା। ଏବଂ ତା ସହିତ ମନ ହଉଛି ସବୁଠାରୁ ବଡ କଥା। ଆମେ ଯାହା କିଛି କରୁ ସେଥିରେ ମନର ଭୂମିକା ସବୁଠାରୁ ଶ୍ରେଷ୍ଠ। ମନ ତହର ନିଜ ଗୁରୁ, ଉଦ୍ଧବ ତୁ କାହୁଁ ପଚାରୁ। ତେଣୁ ମନ ଦ୍ୱାରା ହିଁ ସବୁ କିଛି ଆମେ କରିପାରୁଛୁ। ଗୀତାରେ ସେଇଆ ଲେଖା ହେଇଛି ଯେ ମନ ଏବଂ ମନୁଷ୍ୟ କାରଣ ବନ୍ଧ ମୁଖ୍ୟ, ଯେ ମନୁଷ୍ୟର ସମସ୍ତ ବନ୍ଧନ ଏବଂ ମୁକ୍ତିର କାରଣ ଏକମାତ୍ର ମନ। ସେଥିପାଇଁ କୁହାଯାଇଛି ଏମନ ଭାବୁଥାଏ ଯାହା, କାଳ ପ୍ରପାତ ହୁଏ ତାହା, ବା ଯାଦୃଶୀ ଭାବନା ଦସ୍ୟ ସିଦ୍ଧି ଭବତି ତାଦୃଶୀ। ସେମିତି ଶ୍ରୀ ରାମକୃଷ୍ଣ ପରମହଂସ କହିଛନ୍ତି ଯାହାର ଯେପରି ଭାବ ତାହାର ସେପରି ଲାଭ। ଆମେ ଯଦି ସବୁବେଳେ ସକାରାତ୍ମକ ଭାବ ନେଇକି କାର୍ଯ୍ୟ କରିବା, ପିଲାମାନେ ଆମର ଛାତ୍ରଛାତ୍ରୀମାନେ ଯଦି ଭାବିବେ ମୁଁ ଏ ପାଠକୁ ନିଶ୍ଚିତ ମନେ ରଖିବି, ମୁଁ ନିଶ୍ଚିତ ଭଲ କରିବି, ମୁଁ ଗୋଟେ ଆମର ପାଠ ପଢାରେ ଏବଂ ଜ୍ଞାନ ଅର୍ଜନରେ ମୁଁ ସବୁଠାରୁ ଶ୍ରେଷ୍ଠତା ଅବଲମ୍ବନ କରିବି, ଏଇ ଯୋଉ ମନର ଗୋଟେ ଦୃଢ ମନୋବଳ, ଆତ୍ମବିଶ୍ୱାସ ଯଦି ନାହିଁ ତାହେଲେ ବିଦ୍ୟାର୍ଥୀ କେବେ ହେଲେ ଭଲ ଭାବରେ ବିଦ୍ୟା ଅର୍ଜନ କରିପାରିବ ନାହିଁ। ସେଥିପାଇଁ ବିଦ୍ୟାର୍ଥୀର ଚରିତ୍ର ନିର୍ମାଣ ସହିତ ଆମକୁ ମନଟାକୁ ମଧ୍ୟ ସୁନ୍ଦର କରିବାକୁ, ମନଟାକୁ ଯଦି ଶୁଦ୍ଧ କରିବାକୁ ପଡିବ, ପବିତ୍ର କରିବାକୁ ପଡିବ, ପବିତ୍ର ମନ, ଶୁଦ୍ଧ ଭାବନା। ସେଥିପାଇଁ ପୂର୍ବ ଯୁଗରେ ସବୁ ଗୁରୁକୁଳ ଆଶ୍ରମ ମାନଙ୍କରେ ରହିଥିଲା 4ଟି ଆଶ୍ରମ କଥା କୁହାଯାଇଛି। ସ୍ୱାମୀଜୀ ମଧ୍ୟ କହିଛନ୍ତି ବ୍ରହ୍ମଚର୍ଯ୍ୟ ଅବଲମ୍ବନ କର। ପ୍ରଥମେ ଛାତ୍ରଛାତ୍ରୀ ମାନେ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରିବା ଆବଶ୍ୟକ। ଏ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କଲେ ହିଁ କେବଳ ଜଣେ ଭଲ ଭାବରେ ଧ୍ୟାନକୁ କରିପାରିବ ଏବଂ ଧ୍ୟାନ ଯାହାର ଭଲ ହେଇପାରିବ ତାର କନସେନ୍ଟ୍ରେସନ ମଧ୍ୟ ଭଲ ହବ, ଏକାଗ୍ରତା ବୃଦ୍ଧି ପାଇବ। ଏକାଗ୍ରତା ବୃଦ୍ଧି ନ ପାଇଲେ ଯେ କୌଣସି ଯାହା ପାଠ ପଢିବ ସେଟା ଭୁଲିଯିବ। ସ୍ୱାମୀ ବିବେକାନନ୍ଦଙ୍କ ଜୀବନରେ ଆମେ ଯେତେବେଳେ ଦେଖୁଛୁ ଯେ ସେ ଛାତ୍ର ଅବସ୍ଥାରେ ଧ୍ୟାନ କରୁଥିଲେ, ଯେତେବେଳେ ତାଙ୍କର ଘର ବଗିଚା ଥିଲା ସେ ବଗିଚାରେ ବସିକି
ତାଙ୍କର ବନ୍ଧୁମାନଙ୍କ ସହିତ ସେ ଧ୍ୟାନରେ ବସୁଥିଲେ ଏବଂ ଯେତେ ଥରେ ଘଟଣା ଏମିତି ହେଲା ଯେ ସେ ଧ୍ୟାନରେ ବସିଥିବା ଅବସ୍ଥାରେ ଗୋଟେ ସାପଟେ ତାଙ୍କ ପାଖ ଦେଇକି ଗଲା, ତାଙ୍କ ଦେହ ଦେଇ ଚାଲିଗଲା, ତଥାପି ସ୍ୱାମୀଜୀ ଜାଣିପାରିଲେନି। ଏକଥା ମଧ୍ୟ ଆମେ ଜାଣିଛୁ ଯେ ସ୍ୱାମୀଜୀ ଯେତେବେଳେ ବିଦେଶ ଯାଇଥିଲେ ସେତେବେଳେ ମଧ୍ୟ ସେ ବିଭିନ୍ନ ସ୍ଥାନକୁ ଯାଇକି ବଣ ଜଙ୍ଗଲ ଭିତରେ ଯାଇକି ମଧ୍ୟ ଯେତେବେଳେ ଅବସର କିଛି ମିଳୁଥିଲା ତା ଭିତରେ ଯାଇକି ମଧ୍ୟ ସେ ଧ୍ୟାନ କରୁଥିଲେ। ତେଣୁ ଧ୍ୟାନ ଏକ ପ୍ରକାର ତାଙ୍କର ଖେଳ ଥିଲା। ପିଲାମାନେ ଯେମିତି ଖେଳ ଖେଳିବାକୁ ଭଲ ପାଆନ୍ତି, ଠିକ ସେହିପରି ସ୍ୱାମୀ ବିବେକାନନ୍ଦ ଧ୍ୟାନ କରିବାକୁ ଭଲ ପାଉଥିଲେ। ଏବଂ ଧ୍ୟାନରେ ସେ ଧ୍ୟାନନିଷ୍ଠ ଯୋଉ ସ୍ୱାମୀଜୀ, ସେ ଯାହା ପାଠ ପଢୁଥିଲେ ତାହା ମନେ ରହିଯାଉଥିଲା। ଏତେ ତାଙ୍କର ପ୍ରଖର ସ୍ମରଣ ଶକ୍ତି ଥିଲା, ଏତେ ମେଧାବୀ ସିଏ ଥିଲେ। ଥରେ ତାଙ୍କୁ ମିରଟରେ ଯେତେବେଳେ ସିଏ ସେଠି ଯାଇଥିଲେ ତାଙ୍କର ଗୁରୁ ଭାଇମାନଙ୍କ ସହିତ, ସେତେବେଳେ ମିରଟରେ ସେ ସବୁବେଳେ ଖୋଜନ୍ତି କୋଉଠି ଭଲ ଲାଇବ୍ରେରୀ ମିଳିବ ଏବଂ ଲାଇବ୍ରେରୀକୁ ସେ ଗଲେ ମିରଟରେ, ତାଙ୍କର ସେଠି ଯାଇକି କହିଲେ ମୋର କିଛି ବହି ଦରକାର ଏବଂ ତାଙ୍କୁ କିଛି ବହି ଦିଆଗଲା। ସେ ଅଳ୍ପ ଦିନ ଭିତରେ ବହିଟାକୁ ପଢିକି ପୁଣି ଲାଇବ୍ରେରିଆନକୁ ଫେରସ୍ତ କରିଦେଲେ। ଲାଇବ୍ରେରିଆନ ଭାବିଲେ ଇଏ କଣ ଏତେ ବଡ ବଡ ଭଲ୍ୟୁମ୍ସ ବହି, ଇଏ ଜଣେ ଲୋକ ସନ୍ନ୍ୟାସୀ, ସିଏ କଣ ନେଇକି ଏତେ ଶୀଘ୍ର ପଢିଦେଲେ। ତାପରେ ତାଙ୍କୁ ପରୀକ୍ଷା ଯେତେବେଳେ କଲେ ସେ ଜାଣିଲେ ଯେ ପ୍ରକୃତ ସେ ଲୋକ ଲାଇନ ବାଇ ଲାଇନ ସବୁ ଯାକ ମୁଖସ୍ଥ କରିଦେଇଛନ୍ତି। ଏମିତି ତାଙ୍କର ଗୋଟେ ମେଧା ଶକ୍ତି ଥିଲା, ସ୍ମରଣ ଶକ୍ତି ଥିଲା, ଯାହାଦ୍ୱାରା ଏବଂ ଯେତେବେଳେ ବେଲୁର ମଠକୁ ଯୋଉଠି ଯାହାକୁ ସେ ନିର୍ମାଣ କରିଥିଲେ ରାମକୃଷ୍ଣଙ୍କର ମନ୍ଦିର କୁହାଯିବ, ସେଇ ବେଲୁର ମଠରେ ଏନସାଇକ୍ଲୋପିଡିଆ ଅଫ ବ୍ରିଟାନିକା ଅଣାଯାଇଥିଲା। କାହିଁ ସ୍ୱାମୀଜୀ ପଢିବେ, ବିଦେଶରୁ ଇଂଲଣ୍ଡରୁ ସବୁ ବହି ଟଣାଯାଇଛି। ସେତେବେଳେ ତାଙ୍କୁ ଯେତେବେଳେ ସେ ପଢିଲେ ଗୋଟିଏ ପରେ ଗୋଟିଏ ଏନସାଇକ୍ଲୋପିଡିଆ ବ୍ରିଟାନିକା, ସେଗୁଡାକୁ ମଧ୍ୟ ପେଜ ବାଇ ପେଜ ମନେ ରଖିପାରୁଥିଲେ। ଆଶ୍ଚର୍ଯ୍ୟ ଲୋକମାନଙ୍କୁ ଲାଗିଲା ଯେ ଏଇଟା କିପରି ସମ୍ଭବପର, ଯେହେତୁ ସେ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରିଛନ୍ତି ଏବଂ ସେ ଜଣେ ଧ୍ୟାନ ସିଦ୍ଧ ମହାତ୍ମା ମହାପୁରୁଷ। ତେଣୁ ଏଇ ସବୁ କିଛି ଅସମ୍ଭବକୁ ମଧ୍ୟ ସେ ସମ୍ଭବ କରିପାରୁଥିଲେ। ସେଥିପାଇଁ ସ୍ୱାମୀଜୀ ସବୁବେଳେ କହୁଥିଲେ ଯୁବକ ମାନଙ୍କୁ ଯେ ନଥିଙ୍ଗ ଇଜ ଇମ୍ପସିବଲ, ସବୁ କିଛି ସମ୍ଭବ, ଅସମ୍ଭବ ବୋଲି କିଛି ନାହିଁ। ୟୁ କ୍ୟାନ, ମାନେ ତମେ ଯାହା ଚାହିଁବ ତାହା କରିପାରିବ। ତମେ ଯଦି କହିବ ମୁଁ ମୋର ପାଠରେ ପ୍ରଥମ ହେବି, ତୁମେ ପ୍ରଥମ ହେଇପାରିବ। ସେଥିପାଇଁ ତାଙ୍କୁ କୁହାଯାଏ, ଯଦି ଗୋଟେ ଲୋକ କହିବ ମୁଁ ଗୋଟେ ମୂର୍ଖ, ମୋ ଦ୍ୱାରା କିଛି ହବନି, ଏ ବିଷୟ ମୁଁ ପଢି ପାରୁନି, ଏଇଟା ମତେ ଭଲ ଜଣା ନାହିଁ, ତାହେଲେ ସେ ଯଦି ବା ଶିକ୍ଷକ ଯଦି ଜଣେ ଛାତ୍ରକୁ କହିବେ ମୂର୍ଖ ମୂର୍ଖ ବୋଲି ବା ଗଧ ଗଧ ବୋଲି ଯାକୁ କହିବେ, ସେ ପିଲାଟି ଗଧ ହେଇଯିବ। ଯେମିତି କୁହାଯାଉଛି, କାହିଁକିନା ତା ମନ ଦୁର୍ବଳ ହେଇଯିବ। ସେଥିପାଇଁ ବିବେକାନନ୍ଦ ସବୁବେଳେ କହୁଛୁ ପ୍ରତ୍ୟେକ କର୍ମ କରିବା ବେଳେ, ଯେକୌଣସି କାମ ଆମେ କରୁଛୁ ସେତେବେଳେ ଆମେ ନିଜକୁ ସବଳ, ନିଜକୁ ପାରଙ୍ଗମ, ମୁଁ ଏକଥା କରିପାରିବି। ତେଣୁ ସାହସ, ଦମ୍ଭ ଏବଂ ଶକ୍ତି ଏଇଗୁଡା ଆମ ଭିତରେ ରହିବା ଦରକାର। ଯାହାର ଯେତେ ସାହସ ଏବଂ ଦମ୍ଭ, ସେ ସେତେ ଆଗକୁ ଆଗେଇ ଯାଇପାରିବ। ସ୍ୱାମୀଜୀଙ୍କର ଆହ୍ୱାନ ଥିଲା ଉତ୍ତିଷ୍ଠିତ ଜାଗ୍ରତ ପ୍ରାପ୍ତ ବରାନ୍ ନିବୋଧତ, ଉଠ ଜାଗ ଏବଂ ଯେପର୍ଯ୍ୟନ୍ତ ତୁମର ଲକ୍ଷ୍ୟ ହାସଲ ନ ହେଇଛି ସେ ପର୍ଯ୍ୟନ୍ତ ତୁମେ ଆଗକୁ ଆଗେଇ ଯାଅ। Arise and awake, stop not till the goal is reached। ଏଇଭଳି ସ୍ୱାମୀଜୀଙ୍କର ଯେଉଁ ଆହ୍ୱାନ ଥିଲା ଯେ ଏହା ଦ୍ୱାରା ଆମ ମନଟାକୁ ଆମେ ଦୃଢ ରଖିପାରିବା ଏବଂ ମନ ଦ୍ୱାରା ମନକୁ ସଂଯମ କରିବା ଏବଂ ଏଇ ସଂଯମ ମନରେ ଆମର ମନର ଏକାଗ୍ରତା ବଢିବ, ତାହେଲେ ଆମେ ଯେକୌଣସି କର୍ମ କରିବୁ ତାହା ସଫଳ ହେବ। ତା ସହିତ ଶରୀର ମନ ପରେ ଆତ୍ମାର ବିକାଶ। ଏଇ ଯୋଉ ଆତ୍ମାର ବିକାଶ କଥା କୁହାଯାଇଛି, ସ୍ୱାମୀଜୀ ସେଥିପାଇଁ ଅନୁଭବ କରିଛନ୍ତି ଯେ ଆତ୍ମା ଭିତରେ ଯେଉଁ ଦିବ୍ୟତା ରହି, ଆତ୍ମା ପରମାତ୍ମା ଏଗୁଡା ଗୋଟେ ସବଜେକ୍ଟିଭ ଆସ୍ପେକ୍ଟ ଅଫ ଲାଇଫ। ସେଇଟାକୁ ଆମେ ଏପରିକି ମନଟାକୁ ମଧ୍ୟ ଆମେ ଦେଖିପାରୁନୁ, କେବଳ ଶରୀରଟାକୁ ଦେଖୁଛୁ। ମନଟାକୁ ଦେଖି ନ ପାରିଲେ ମଧ୍ୟ ମନକୁ ଅନୁଭବ କରିପାରୁଛୁ। ଠିକ ସେମିତି ଆତ୍ମାକୁ ଆମେ କିନ୍ତୁ ଅନୁଭବ ମଧ୍ୟ କରିପାରୁନୁ। କିନ୍ତୁ ଆତ୍ମା ଯେ ସର୍ବତ୍ର ବିଦ୍ୟମାନ, ଯୋଉଟା ବେଦାନ୍ତ ଶାସ୍ତ୍ରରେ ଲେଖାଯାଇଛି ଏବଂ ଯେତେ ସବୁ ଶାସ୍ତ୍ର ଧର୍ମଶାସ୍ତ୍ର ରହିଛି, ସ୍ୱାମୀ ବିବେକାନନ୍ଦ ବେଦାନ୍ତକୁ ବେଶୀ ଭଲ ପାଉଥିଲେ। ବେଦାନ୍ତକୁ ସେ ବାରମ୍ବାର ପଢୁଥିଲେ
ଏବଂ ସିଏ विदेश जेतले जाइथिले सेठी से अमेरिका इंग्लैंड अन्य स्थान मानकर केवल वेदांत को अधिक गुरुत्व दे प्रचार एवं प्रसार करुथिले। वेदांत उपरे से केतेबडा संगठन आश्रम मध्य सेठी करिसंती, विदेश रे निर्माण करिसंती। तापरे पर अवस्था रे हमर भारत विभिन्न स्थान रे मध्य मठ एवं विभिन्न प्रकार शिक्षानुष्ठान ये सब गढ़ी उठिला। विवेकानंद जो रामकृष्ण मठ प्रतिष्ठा करथिले तार तार मुख्यतः केतोटी उद्देश्य थिला। प्रथम हला धर्मर विकास करिवा, धर्मर प्रचार प्रसार करिवा, तापर सेवा एवं तृतीयतः शिक्षा। तेणु शिक्षा, सेवा एवं धर्म बा आध्यात्मिकता यही तीन पिलर्स को लेकिन स्वामी विवेकानंद फिलोसफी दर्शन गढ़ी एवं यहाँ युवा को जदि आम देखा ये तीनोटी भितर शिक्षा हूँ सबुठ बड़ कथा। कहीं शिक्षा नथिले मनुष्य केबे कौन सी समस्यार समाधान करि परिबो नहीं एवं ता सहित से स्वाध्याय करि परिबो नहीं। जिमिति आमे कहू गीता पढ़िबा, उपनिषद पढ़िबा, वेद वेदांत पढ़िबा, एगुड़ा पढ़िबा को हेले बुझिबा को हेले ज्ञान निहाती आवश्यक। ए समस्त ज्ञान पई से कहूले स्वामीजी जे मातृभाषा हूँ सबुठारु श्रेष्ठ माध्यम। आजिकल आम देखुचु आम स्कूल कॉलेज मानक मातृभाषा प्रति लोकंर अवहेला बढ़िला। मातृभाषा रे आम आमर जो विभिन्न प्रकार पाठ्यपुस्तक रही इंग्राजी रे रही इंग्राजी जो आमर इंग्राजी रे लोक मानकर जो भावना रही इंग्राजी विदेश से थिबा लोक मानकर जो संस्कार रही संस्कृति रही सेटा को आम छाड़ी पारनु। तेणु आम चाहिए आम मातृभाषा रे जो स्कूल मानक पिला माने पाठ पढ़ुचंती से स्कूल रे छात्र संख्या क्रमश कमी जाउचंती। कहीं पिला माने आजिकल चाहू नाहंती जे ओडिया रे पाठ पढ़िया निज निज मातृभाषा को से अवहेला करुचंती। इंग्राजी माध्यम रे इंग्राजी मीडियम रे आम पाठ पिला को पाठ पढ़ाऊ। यही सब दृष्टि आमको इमती चिंता करिया पड़िबो। सरकार को जिमिति भाव में शिक्षा नीति करिया पड़िबो जहा द्वारा समस्त शिक्षा प्रथम आम पीजी पर्यंत बा इंजीनियरिंग जो सब वोकेशनल स्टडी रही जहाँ सब रही मेडिकल रही युवा सब क्रमश विभिन्न स्टेट होगा विभिन्न प्रदेश से मातृभाषा से पुस्तक सब रचना कले किंतु आम ओडिशा रे एते बेसी आगुआ हो पारनु कहीं आम मातृभाषा प्रति लोक आदर ना श्रद्धा ना एवं शिक्षा क्षेत्र में आदृत हो। तेणु या अर्थ नुहे जे स्वामी विवेकानंद आमर केवल पाश्चात्य शिक्षा ग्रहण करने को आमको कहते ता नुहे बा खाली प्राच्य शास्त्र भारतीय दर्शन धर्म युवा केवल अध्ययन करने को कहते ता नुहे ये दीटार समन्वय चाहते। आमर भारतीय धर्मशास्त्र गीता कहीं गीता एपरी गोटे शास्त्र समस्त शास्त्र सार हूँ भगवत गीता। तेणु आम जदि भगवत गीता को जदि आम स्कूल कॉलेज मानक जदि यहाँ को पिला पाठ पढ़ातु ताहले से भल मनीष हो पारते चरित्रवान मनीष हो पारते कौटा भल कौटा मंद ता जानी पारते। तेणु आजिकल आम जानूँ जे आमर नैतिकता आमर संस्कार संस्कृति युवा दिन को दिन या भर अपसंस्कृति पशि जा भल मनीष जदि आम खोजबू भल मनीष पाइबा आजिकल विरल। अनेक लोक अच्छा संसार रे जो मैंने केवल वस्तुगत विद्या बा भौतिक विद्या को भल भौतिक धन संपत्ति अर्जन करवा जमी रामकृष्ण परमहंस कहते जे लोक मैंने केवल टंका पागल किमिति आमर भौतिक विकास हम किंतु कहीं केबे आत्मिक विकास किमिति हम चरित्र विकास किमिति हम ए वर्ष प्रति ये सब विषय प्रति ध्यान दौना। तेणु आमर यही सब अवक्षय दूर रहा आमको भल चिंता करिया पड़ियो एवं से अनुसार आम कार्य करिया पड़ियो। जदि आम स्कूल कॉलेज रे आम पिला माननकु आमर गीता पाठ करा जाऊ नाही किंबा आमर विभिन्न प्रकार धर्म ग्रंथ को गुरुत्व दि जाऊनी ताहले आम
ପିତାମାତା ଆମେ ଘରେ ପିଲାମାନଙ୍କୁ କାହିଁକି ଗୀତା ପଢେଇବାନି? ଆମେ ସେମାନଙ୍କୁ କାହିଁକି ଭଲ ନୀତି ଶିକ୍ଷା ଦେବା ନାହିଁ? ଆମେ କାହିଁକି ସେମାନଙ୍କୁ ମହାପୁରୁଷ ମାନଙ୍କର ଜୀବନୀ ପଢେଇବୁ ନାହିଁ? ଆଜିକାଲି ତ ବହି ପଢିବା ପାଇଁ ଲୋକମାନେ ବିମୁଖ, କି ବାପା ମା ହୁଅନ୍ତୁ କିମ୍ବା ଛାତ୍ରଛାତ୍ରୀ ହୁଅନ୍ତୁ କିମ୍ବା ଆମର ଶିକ୍ଷକ ଶିକ୍ଷୟିତ୍ରୀ, କେହି ବର୍ତ୍ତମାନ ଆଉ ବହି ପଢିବାକୁ ଚାହୁଁନାହାନ୍ତି। ଏଇ ମୋବାଇଲ ଯୁଗରେ ସମସ୍ତେ ସେ ମୋବାଇଲ ଦେଖିକି ମୋବାଇଲରେ ଯାହା ଅଛି ସେଇଟାକୁ ଆମେ ସବୁ କିଛି ଭାବି ଦଉଛୁ। ବହି ପ୍ରତି ଆମର ଆଗ୍ରହ ନାହିଁ, ପାଠ ପଢିବା ପାଇଁ ପ୍ରତି ମଧ୍ୟ ଆମର ଆଗ୍ରହ ନାହିଁ। ଏହା ସହିତ ଆମେ ଆଉ ଗୋଟେ କଥା କହିବାକୁ ପଡିବ, ଯୋଉଟା ରହିଛି ସ୍ୱାମୀଜୀଙ୍କର ରାଜଯୋଗ। ରାଜଯୋଗ ହେଲା, ବିଶେଷତଃ ରାଜଯୋଗଟାକୁ କାହିଁକି କୁହାଯାଇଛି? ଚାରୋଟି ତ ଆମର ଅନ୍ୟାନ୍ୟ ଯୁଗ ମଧ୍ୟ ରହିଛି, ଏଇ ରାଜଯୋଗଟା ମଧ୍ୟ ଗୀତାରେ ରହିଛି। ରାଜଯୁଗ ଶକ୍ତି, ଭକ୍ତି ଯୁଗ, ଜ୍ଞାନ ଯୁଗ, କର୍ମ ଯୁଗ, ଏଇଗୁଡିକ ମଧ୍ୟ ଆମର ଆବଶ୍ୟକ। ଯଦି ଗୋଟେ ଲୋକ ପାଠ ପଢିଲା କିନ୍ତୁ ପାଠ ପଢି ସାରିଲା ପରେ ସେ ତାର ଜ୍ଞାନର ବିତରଣ କରିଲାନି, ମୋ ଜ୍ଞାନଟା ମୋ ପାଖରେ ମୋର ରହିଗଲା, ମୁଁ ଯଦି ଏଟାକୁ ଛାତ୍ରଛାତ୍ରୀ ମାନଙ୍କୁ ବା ଆମର ଯୋଉମାନେ ସବୁ ଜ୍ଞାନ ଅର୍ଜନ କରିବାକୁ ଚାହାନ୍ତି ସେମାନଙ୍କୁ ଯଦି ମୋ ଜ୍ଞାନ ବିତରଣ ନ କରିବି ତାର କିଛି ମୂଲ୍ୟ ନାହିଁ। ତେଣୁ ସ୍ୱାମୀଜୀ ସବୁବେଳେ କହୁଥିଲେ ଯେ ଯେମିତି ଯେକୌଣସି ଦର୍ଶନ, ଯେକୌଣସି ଧର୍ମର ଚିନ୍ତାଧାରା, ଏଗୁଡାକୁ ଆମେ ପ୍ରକାଶ କରିବାକୁ ପଡିବ ଏବଂ ତାକୁ ଲୋକଙ୍କ ପାଖରେ ପହଞ୍ଚିବାକୁ ପଡିବ, ବିତରଣ କରିବାକୁ ପଡିବ। ସେଥିପାଇଁ ସେ ସେତେବେଳେ ସେ ଇଂରାଜୀରେ ଯେଉଁ ସବୁ ତାଙ୍କର ପ୍ରବୋଧ ଭାରତ ପ୍ରଭୃତି ପତ୍ରିକା ରହିଥିଲା, ବେଦାନ୍ତ କେଶରୀ, ଏଇସବୁ ଆଜି ମଧ୍ୟ ରହିଛି, ଶହ ଶହ ବର୍ଷ ହେଇଗଲାଣି ଏ ପତ୍ରିକା। ସିଏ କହୁଥିଲେ ଯେ ଏତେ ଲୋକମାନଙ୍କୁ ପତ୍ରିକା ଦିଆଯିବ, ବହି ସବୁ କରିକି, କାହିଁକିନା ଅନେକ ବହି ଆମର ବିଭିନ୍ନ ରାମକୃଷ୍ଣ ସଂସ୍ଥା ମାନଙ୍କର ମଧ୍ୟ ପ୍ରକାଶ ହଉଛି, ସେଗୁଡାକୁ ମଧ୍ୟ ଲୋକଙ୍କୁ ବିତରଣ କରାଯାଉଛି। ତେଣୁ ଲୋକମାନଙ୍କୁ ପଢନ୍ତୁ। ଆପଣମାନେ ଜାଣିଥିବେ ଯେ ଆମର ଅନ୍ୟ ଧର୍ମର ଅବଲମ୍ବନ ଲୋକମାନେ, ସେମାନେ ତାଙ୍କର ଧର୍ମ ପୁସ୍ତକ ଗୁଡିକ ତାଙ୍କର ଅନୁଷ୍ଠାନ ମାନଙ୍କରେ, ତାଙ୍କର ଶିକ୍ଷାନୁଷ୍ଠାନରେ ପଢଉଛନ୍ତି ଏବଂ ଏଟାକୁ ଲୋକମାନଙ୍କୁ ବିତରଣ କରୁଛନ୍ତି, କିନ୍ତୁ ଆମର ସେଥିପ୍ରତି ଉଦାସୀନ ମନୋଭାବ। ତେଣୁ ଆମକୁ ସେ ପ୍ରତି ଦୃଷ୍ଟି ଦେବାକୁ ପଡିବ। ଆମକୁ ଜ୍ଞାନ ଯୁଗ ସହିତ ଭକ୍ତି ଯୁଗକୁ ମଧ୍ୟ ଆମକୁ ଗ୍ରହଣ କରିବାକୁ ପଡିବ ଏବଂ ତା ସହିତ କର୍ମ ଯୁଗ। ତେଣୁ କର୍ମ, ଭକ୍ତି ଏବଂ ଜ୍ଞାନ ଯୋଗ, ଏଇଗୁଡିକ ଜ୍ଞାନ ଯୋଗକୁ ମଧ୍ୟ ଗୀତାରେ କୁହାଯାଇଛି କି ଜ୍ଞାନ ଅର୍ଜନ କରିବା ପାଇଁ ଜ୍ଞାନ ଯୋଗ ଅଧ୍ୟୟନ କର। ଭକ୍ତି ପାଇଁ ଯେମିତି ଆମର ଆଜି ପାଠ କରାଗଲା ପରାଭକ୍ତି, ବିବେକାନନ୍ଦଙ୍କ ବାଣୀ ପଢିଲା ବେଳେ ଆମେ ସାର୍ ପଢଉଥିଲେ ପ୍ରଫେସର ନାୟକ, ଯେ ସେଥିରେ ପରାଭକ୍ତି କଥା ଉଲ୍ଲେଖ କରାଯାଇଛି। ପରାଭକ୍ତି ଏବଂ ଅପରାଭକ୍ତି, ଏଇ ଦୁଇଟି, ପରାଭକ୍ତି ହଉଛି ଶ୍ରେଷ୍ଠ ଭକ୍ତି ଏବଂ ଅପରାଭକ୍ତି ହଉଛି ଯୋଉଟାକୁ ଆମେ କେବଳ ବୈଦିକ କର୍ମ ଦ୍ଵାରା ଆମେ କାମ କରିଥାଉ। ଏଇ ସବୁ ବୈଦିକ କର୍ମ ପନ୍ଥା ଯୋଉଟା ସବୁ ଅବଲମ୍ବନ କରାଯାଇଛି, ବିବେକାନନ୍ଦ ଏଗୁଡାକୁ ବିଶ୍ୱାସ କରୁନଥିଲେ। ଏପରିକି ଅନେକ ପୁରାଣରେ ସବୁ ମିଥ୍ୟା କଥା ଗୁଡିକ ପରିକଳ୍ପନା କରିକି ଯୋଉଟା ସବୁ ଲେଖାଯାଇଛି, ସେଥିପାଇଁ ସିଏ କହୁଥିଲେ ଯେ ସବୁ ପୁରାଣ ଗୁଡିକ ମଧ୍ୟ ସତ୍ୟ ଉପରେ ଆଧାରିତ ନୁହଁ। ତେଣୁ ସିଏ କହୁଥିଲେ ତମକୁ ଗୀତା ଅଧ୍ୟୟନ କର, ଭାଗବତ ପଢ, ମହାଭାରତ ପଢ। ରାମାୟଣ, ସେ ପିଲାଦିନରୁ ମହାଭାରତ ପଢୁଥିଲେ, ତାଙ୍କ ମା ତାକୁ ମହାଭାରତ ଏବଂ ରାମାୟଣ ଶିକ୍ଷା ଦେଉଥିଲେ। ରାମାୟଣ ଏବଂ ମହାଭାରତ ଯେଉଁ ଅତି ସୁନ୍ଦର ସୁନ୍ଦର ଗଳ୍ପ ଗୁଡିକ ରହିଛି, ଆମର ପ୍ରଧାନମନ୍ତ୍ରୀ ମୋଦି ମହାଶୟ ସିଏ ମଧ୍ୟ ଲୋକମାନଙ୍କୁ କହୁଛନ୍ତି ତୁମେ ସବୁ କାହାଣୀ ପଢ। କାହାଣୀ ମଧ୍ୟ ବିଭିନ୍ନ ପୁରାଣର ଯୋଉ କାହାଣୀ ଗୁଡିକ ରହିଛି, ବିଭିନ୍ନ ପ୍ରକାର ଶିକ୍ଷଣୀୟ ବିଷୟ ଗୁଡିକ ରହିଛି, ଏଇଗୁଡାକୁ ତୁମେ ଅଧ୍ୟୟନ କର ଏବଂ ତାହେଲେ ତୁମେ ଭଲ ମଣିଷ ହେଇପାରିବ। ଆମେ ସେସବୁ କିଛି ବର୍ତ୍ତମାନ ଆମର ଜ୍ଞାନରେ ନାହିଁ କିମ୍ବା ଆମର ଶିକ୍ଷାୟତନରେ ମଧ୍ୟ ଏଗୁଡିକ ରଖାଯାଇ ନାହିଁ। ଏଇସବୁ ବିଷୟ ସହିତ ଯେମିତି ଆମକୁ ଗୀତାରେ କୁହାଯାଇଛି, ଯଦି ଲୋକ ଯେ କୌଣସି କର୍ମ ନ କରିବ, ଗୋଟେ କାଳେ ଅଳସୁଆ ହେଇକି ବସି ରହିବ, ତାହେଲେ ସେ ତାର ଜୀବନ ପୁରାପୁରି ଗୋଟେ ଆଳସ୍ୟତା ଭିତରେ ରହିଯିବ। ସେ ତାର ଜୀବନ ଗୋଟେ କୌଣସି ପ୍ରକାର କାର୍ଯ୍ୟ ସଫଳ ବ୍ୟକ୍ତି ସେ ହେଇପାରିବ ନାହିଁ। ତେଣୁକରି ଆମକୁ ଗୀତାରେ କୁହାଯାଉଛି, ଶ୍ରୀକୃଷ୍ଣ କହୁଛନ୍ତି ନହିଁ କଶ୍ଚିତ୍ କ୍ଷଣମପି ଯାତୁ ତିଷ୍ଠତି କର୍ମକୁ, ତୁମେ ଗୋଟିଏ କ୍ଷଣ ସୁଦ୍ଧା କର୍ମ ନ କରି ରହିପାରିବ ନାହିଁ। ତେଣୁ ଆମ ଭିତରେ ଏତେ ସବୁ ମେଧାବୀ ଲୋକମାନେ ଅଛନ୍ତି, ଏତେ ସବୁ ଜ୍ଞାନୀ ଗୁଣୀ ଲୋକମାନେ ଅଛନ୍ତି, କିନ୍ତୁ ସେମାନଙ୍କର ଜ୍ଞାନ ପ୍ରକୃତ ବିନିଯୋଗ ହେଇପାରୁନି। ତେଣୁ ଜ୍ଞାନର ବିନିଯୋଗ କରିବା ପାଇଁ ହେଲେ ଆମକୁ ଏଇ ସମସ୍ତ
କାର୍ଯ୍ୟ କରିବାକୁ ପଡିବ, କର୍ମ କରିବାକୁ ପଡିବ ଏବଂ ଆମକୁ ଆଗେଇବାକୁ ପଡିବ। ସମସ୍ତ ଆମ ଜ୍ଞାନ ଯେମିତି ଆମ ଭିତରେ ରହିଛି ସେ ଜ୍ଞାନକୁ ପରିପ୍ରକାଶ କରିବାକୁ ପଡିବ। ଏପରି ଅବସ୍ଥାରେ ଆମେ କୁହାଯାଇପାରିବ ଯେ ସ୍ୱାମୀଜୀ ସବୁବେଳେ କହୁଥିଲେ ଯେ ଆଧ୍ୟାତ୍ମିକତା ହଉଛି ସବୁଥିରୁ ଆମର ଭାରତରେ ଆଧ୍ୟାତ୍ମିକତା ହଉଛି ଆମର ମୂଳ। ଆମକୁ ସେବା କରିବାକୁ ପଡିବ, ଆଧ୍ୟାତ୍ମିକତା ଭାବ ନେଇକି ଆମକୁ ସେବା କରିବାକୁ ପଡିବ। ଆମେ ସେବା ଅନେକ ସମୟରେ କରୁଛୁ, ଠିକ ନା କଣ ସେବା କରୁଛୁ ନା ସେବା ଆମର ସ୍ୱାର୍ଥ ପାଇଁ ସେବା କରୁଛୁ। ଆମେ ଜନତାର ସେବା କରୁଛୁ, ନିଜର ନାମ ଯଶ ପାଇଁ ସେବା କରୁଛୁ। ଆମର ଆଧ୍ୟାତ୍ମିକତା ଭିତରେ ବହୁତ ଗୁଡେ କୁସଂସ୍କାର ରହିଆସିଛି ଏବଂ ସେ କୁସଂସ୍କାର ଅନ୍ଧବିଶ୍ୱାସକୁ ଆମକୁ ଦୂର କରିବାକୁ ପଡିବ। ସ୍ୱାମୀ ବିବେକାନନ୍ଦ ଏଥିପାଇଁ ସେ ବହୁତ ପ୍ରୟାସ କରି ଯାଇଛନ୍ତି। ଧର୍ମ ଭିତରେ ଯେଉଁ ତମେ କହୁଥିଲି ଯେ ପରାଭକ୍ତି କଣ? ଈଶ୍ୱରୀୟ ଭକ୍ତି, ସେଟା ହଉଛି ମାନସ ପୂଜା ବା ତାକୁ ମନ ଭିତରେ ସବୁ ରହିଛି। ସେ ମନ ଭିତରେ ହିଁ ଆମର ଈଶ୍ୱରଙ୍କ ପ୍ରତି ଆନ୍ତରିକତା ଭକ୍ତି ଏଟା ରହିଛି। ଆମେ ଯଦି କେବଳ ବହୁତ ଗୁଡେ ଫୁଲ ଆଣିବା, ନୈବେଦ୍ୟ ଆଣିବା, ବିଭିନ୍ନ ପ୍ରକାର ତାକୁ କାର୍ଯ୍ୟକ୍ରମ ସବୁ ବୈଦିକ କର୍ମ କରିକି ଯଦି ଠାକୁରଙ୍କୁ ଦେଖେଇ ହେଲା ଭଳି ଆମେ କାମ କରିବା, ତାର କିଛି ମୂଲ୍ୟ ହବନି। ଯେମିତି ଆମେ ସବୁ ବଡ ବଡ ଲୋକମାନଙ୍କୁ ଆଣିକି ଆମେ ଯାହା କିଛି ସବୁ ଅନୁଷ୍ଠାନ କରୁଛୁ, ସେଟା ଗୋଟେ ଆନ୍ତରିକତା ରହିବା ଦରକାର, ମାନସିକତା ସେଇଭଳି ଶୁଦ୍ଧ ମାନସିକତା ରହିବା ଦରକାର। ତେଣୁ ଏଇ ସମସ୍ତ କାର୍ଯ୍ୟ ପାଇଁ ଆଧ୍ୟାତ୍ମିକ ହଉଛି କଣ? ଧର୍ମ ଏବଂ ଆଧ୍ୟାତ୍ମିକତା। ସେଠି ସ୍ୱାମୀଜୀ କହିଛନ୍ତି ଆଧ୍ୟାତ୍ମିକତା ହଉଛି ଆତ୍ମାର ବିକାଶ। ଯୋଉ କର୍ମ କରିବା ଦ୍ୱାରା ଆତ୍ମାର ବିକାଶ ହୁଏ ତାହା ହେଲା ଆଧ୍ୟାତ୍ମିକତା। କିନ୍ତୁ ଆମେ ଆଧ୍ୟାତ୍ମିକତାକୁ ନଇ ଧର୍ମ ଭିତରେ ଯେଉଁ ସବୁ କୁସଂସ୍କାର ରହିଛି, ଯେଉଁ ପ୍ରକାର ବିଭିନ୍ନ ଅନ୍ଧବିଶ୍ୱାସ ରହିଛି, ତାକୁ ଆଦୌ ପ୍ରଶ୍ରୟ ଦେବା କଥା ନୁହେଁ। ଆମେ ଯଦି ଭଲ ମଣିଷ, ଚରିତ୍ରବାନ ମଣିଷ ହବାକୁ ଚାହୁଁଛୁ, ତାହେଲେ ଆମକୁ ଆଧ୍ୟାତ୍ମିକତାକୁ, ନୈତିକତାକୁ ଗୁରୁତ୍ୱ ଦେବାକୁ ପଡିବ। ଆଜିକାଲି ନୀତି ବୋଲି କ୍ରମଶଃ ଅନୀତିକୁ ଆମେ ନୀତି କହୁଛୁ, ଅନ୍ଧବିଶ୍ୱାସକୁ ମଧ୍ୟ ଆମେ ତାକୁ ବିଶ୍ୱାସ କହୁଛୁ। ଆମର ଆତ୍ମବିଶ୍ୱାସ ମଧ୍ୟ ଦୋହଲି ଯାଉଛି। ମନୁଷ୍ୟ ଯେପର୍ଯ୍ୟନ୍ତ ଦୃଢ ଆତ୍ମବିଶ୍ୱାସ ନଥିବ, ସେ କୌଣସି କାର୍ଯ୍ୟ ସଫଳତାର ସହିତ କରିପାରିବନି। ତେଣୁ ଆଧ୍ୟାତ୍ମିକତା କ୍ଷେତ୍ରରେ ଯଦି ମନୁଷ୍ୟ ଆଗେଇବ, ମନୁଷ୍ୟ ତାର ଯଦି ଆଗ୍ରହ ସୃଷ୍ଟି ହବ, ତାହେଲେ ସେ ଜୀବନରେ ଶାନ୍ତି ପାଇପାରିବ। କେବଳ ଭୌତିକତା, କେବଳ ଅର୍ଥ, ଧନ ସମ୍ପଦ କେବେ ହେଲେ ମଣିଷକୁ ଶାନ୍ତି ଆନନ୍ଦ ଦେଇପାରିବ ନାହିଁ। ତେଣୁ ଆଧ୍ୟାତ୍ମିକ ଜୀବନ ଯାପନ କରିବା, ନୈତିକ ଜୀବନ ଯାପନ କରିବା ଏବଂ ତାହେଲେ ତା ସହିତ ଗୋଟେ ଭଲ ମଣିଷ ହବାକୁ ପଡିବ। ମୁଁ ବିଭିନ୍ନ ସମୟରେ କୁହେ ଯେ ଆମକୁ ବହୁତ ମଣିଷ ମିଳିବେ। ଯୁବକ ମାନଙ୍କୁ ସେ ସବୁବେଳେ ଆହ୍ୱାନ କରି କହୁଥିଲେ ଯେ ତମେ ଭଲ ନାଗରିକ ହୁଅ, ଭଲ ମଣିଷ ହୁଅ। କିନ୍ତୁ ଲୋକମାନେ କଣ କରନ୍ତି ଯେ ଭଲ ମଣିଷ କହିଲା ମାନେ କାହାକୁ ସେମାନେ ବୁଝନ୍ତି ସେଥିପାଇଁ ସ୍ୱାମୀଜୀ କହିଛନ୍ତି ଫାଷ୍ଟ ଟୁ ବିକମ୍ ଏ ଗୁଡ୍ ମ୍ୟାନ୍ ଦେନ୍ ୟୁ କ୍ୟାନ୍ ବିକମ୍ ଏ ଗ୍ରେଟ୍ ମ୍ୟାନ୍। ତମେ ପ୍ରଥମେ ଭଲ ମଣିଷ ହୁଅ, ତାପରେ ତୁମେ ବଡ ମଣିଷ ହବ। କିନ୍ତୁ ଆମେ ବଡ ମଣିଷ ହବାକୁ ଆଗେ କେମିତି ଧନବାନ ହବୁ, କେମିତି ଆମେ ପ୍ରତିଭାବାନ ହବୁ, କେମିତି ଆମେ ଯଶ କୀର୍ତ୍ତିକୁ ଲାଭ କରିବୁ, ସ୍ୱାର୍ଥକୁ ହାସଲ କରିବୁ, ଏଇ ସବୁ କୋଉମାନେ ଭାବନ୍ତି ନା ଯୋଉମାନଙ୍କର ଚରିତ୍ର ନଥାଏ, ଯୋଉମାନଙ୍କର ନୈତିକତା ନଥାଏ। ଅନେକ କ୍ଷେତ୍ରରେ ଆମେ ଦେଖୁଛୁ ଯେ ବଡ ବଡ ଅଫିସର ମଧ୍ୟ ଅଛନ୍ତି ଆମ ଦେଶରେ, ଯେଉଁମାନଙ୍କର ନୈତିକତା ନାହିଁ, ଯେଉଁମାନଙ୍କର ଚରିତ୍ର ନାହିଁ। ସେଇଭଳି ଲୋକକୁ ଯଦି ଆମେ ଶାସନ ଗାଦିରେ ବସେଇବୁ, ସେ କୋଉ ପ୍ରକାର ଶାସନ କରିବୁ? ସେମାନେ ଦୁର୍ନୀତିଗ୍ରସ୍ତ ହେଇଯିବେ, ସେମାନେ ନୀତିଭ୍ରଷ୍ଟ ହେଇଯିବେ। ତେଣୁ ଏଇ ଯୋଉ ନୀତିଭ୍ରଷ୍ଟ ହେଇକି ଯୋଉ ସବୁ ଲୋକମାନେ ଆମ ଭିତରେ ଅଛନ୍ତି, ଚରିତ୍ର ବୋଲି ତାଙ୍କର କିଛି ନାହିଁ, ବିଭିନ୍ନ ପ୍ରକାର କୁକର୍ମ କରିବେ, ନିଶାଗ୍ରସ୍ତ ହେବେ। ତେଣୁ ଆମର ଆଜିକାଲି ଆମେ ତ ଦେଖୁଛୁ ସମାଜରେ ଯେତେ ସବୁ ଅଧିକ ପାଠୁଆ ପିଲା ଅଛନ୍ତି, ଭଲ ଭଲ ଇଞ୍ଜିନିୟରିଂ ପଢୁଛନ୍ତି, ବିଭିନ୍ନ ସେଇମାନେ ବେଶୀ ନୁଇସେନ୍ସ କରୁଛନ୍ତି, ସେଇମାନେ ସମାଜର ବେଶୀ କ୍ଷତି କରୁଛନ୍ତି। ଯେତେ ସବୁ ଅନ୍ୟାୟ ଅନୀତି ଘଟୁଛି, ଇଏ ଆମର ଗାଁରେ ଥିବା ଲୋକମାନଙ୍କ ଦ୍ଵାରା ଆଦୌ ହଉନାହିଁ। ଏଇ ସାଇବାର କ୍ରାଇମ ପାଖରୁ ଆରମ୍ଭ କରି ଯେତେ ଗୁଡେ ଆମେ ଦେଖୁଛୁ, ଇଏ ସବୁ କେବଳ ପାଠୁଆ ମାନଙ୍କ ଦ୍ଵାରା ହଉଛି। ତେଣୁ ପାଠ ଆମକୁ ବା ଜ୍ଞାନ ଆମକୁ ଠିକ ବାଟରେ ନେଇଯାଉନାହିଁ। ଯୋଉ ଜ୍ଞାନ ଦ୍ଵାରା ଆମେ ଭଲ ମଣିଷ ହେଇପାରିବୁ,
जो ज्ञान द्वारा आम जड़े नैतिक एवं चरित्रवान मनुष्य हो पार से स्वामीजी सब गुरुत्व दौले जे ज्ञान सहित नीति एवं नैतिकता निहाती रहा दरकार आमर आचरण रहा दरकार खाली बही लेखिदे हेनी ताकू आम निज जीवन चरितार्थ करने आचरण करने पड़ो एवं ताहले आम भल मनुष्य पाइपर ये है स्वामीजी लक्ष्य एवं उद्देश्य यही लक्ष्य उद्देश्य को आधार करी आज स्वामीजी जो शिक्षा से शिक्षा को आमको ग्रहण करने पड़ो प्रत्येक लोक निज जीवन में चिंताधारा करने कथा जे मु मोर समाज जमी आम ये सब रही विवेकानंद लोक संसद जो कार्य करुच्ची सब प्रत्येक जिले में उड़ीसा रे आमर भूमिका रहा दरकार आम पिला केमती भल मनुष्य कर गठन करवा आम से चरित्रवान करवा से इमिति ज्ञान दबा जी आमर संभव किछिटा उपयुक्त ज्ञान देवा पड़ो विशेष से ज्ञानटा हूँ कौन किमी से चरित्र निर्माण करें यही चरित्र निर्माण प्रत्येक समाज जदि प्रत्येक लोक भल हो प्रत्येक लोक जदि चरित्रवान हे ताहले आमर जिते सब अन्याय अनैति दुर्नीति भ्रष्टाचार सब दिन दिन बढ़ुची युवा ह्रास हो पार तेणु मु आशा करुच्ची आम प्रकृत ज्ञानर अन्वेषण एवं निजर प्रकाश पाई आत्मा स्वामीजी आत्मा व्याकुल होता ये गोटे जगह लिखिं बाणी रे प्रकृत ज्ञानर अन्वेषण प्रकृत ज्ञानर अन्वेषण और निजर प्रकाश पाई आत्मा व्याकुल होता विवेकानंद सब जे युवक माने जदि भल हो पारे ये समाज भल हम तेणु जेपर्यंत आम युवक माने भल शिक्षा चरित्रवान अनेक लोक देख खूब कम शिक्षा किंतु सेमानंकर मानसिक दृढ़ता अच्छी सेमानंकर मानसिक शुद्धता अच्छी सेमानंकर आचार विचार ये सब भल रही जहाँफल से निश्चित समाज रे समस्त सेवा करें आजिकल निजर कर्तव्य प्रति आमर अवहेला पितामाता सेवा करने प्रति आमर आग्रह रोना समाज सेवा तो दूर कथा जिते बड़े आम कि समाजर सेवा जमी द्वारा आमर केवल निजर स्वार्थ को निहित रही निजर स्वार्थ को आम पाई साधन करें सब आग को आगे जाऊँ किंतु आम गोटे निज को भल मनुष्य भाव में गठन करवा तेणुटा निहाती मु सब आमर अनुष्ठान मानक मुझे कहे जे आमको भल मनुष्य हवा को शिक्षा देवा दरकार प्रत्येक नागरिक माने जदि भल हो पारे ताले समाज भल हम समाज जदि भल हम ताहले आम देश भल हो तेणुक शिक्षा स्वामी विवेकानंद तांकर विभिन्न स्थान रे भारतर विभिन्न जो विवेकानंद व रामकृष्ण रही मठ किंबा जदि मंदिर सब रही अनुष्ठान गुड़िक रही प्राइवेट रे बहुत गुड़े अनुष्ठान रही आम जमी कोरापुट आमर ये गोटे प्राइवेट अनुष्ठान किंतु रामकृष्ण भावधारा स्वामीजी भावधारा दे आम करमी आमर जो रही लोक संसद यहाँ स्वामीजी भावधारा को ग्रहण कर सब कर तेणु ये शिक्षार विकास पाई विभिन्न स्थान रे स्कूल रोगी हॉस्पिटल आध्यात्मिकता विकास पाई विभिन्न पाखरे विभिन्न आध्यात्मिक पुस्तक पिला पढ़ा दि जाऊँ तेणु से विवेकानंद रामकृष्ण भावधारा जो स्कूल गुड़िक रही जो शिक्षानुष्ठान रही आपण मैंने जब जीवे के देखिए जे बेलूर मठ यूनिवर्सिटी पाखु टेक्निकल जिते सब अनुष्ठान गुड़ाक रही विभिन्न स्कूल कॉलेज रही सेठिकार पिला मानकर किमिति सेमानंकर आचरण सेमानंकर व्यवहार देखिले आम गोटे आदर्श मान भीतर से ग्रहण करने कथा जो मैंने आमर मु तो भावे आम जमी नरेंद्रपुर गोटे अच्छी वेस्ट बेंगल सेठी आमर एनएसएस पिला ऑफिसर मान नहीं ट्रेनिंग दि जाऊँगी जो ऑफिसर माने आमर प्रथम ओरिएंटेशन दिया हो आईएएस जमी ट्रेनिंग गुटे दि जाए आईएएस प्रोफेशनल मान को ठीक सेमती भावे
ଯେ ଏମାନଙ୍କୁ ମଧ୍ୟ ଆମ ନରେନ୍ଦ୍ରପୁର ବା ଆମର ରାମକୃଷ୍ଣଙ୍କର ଯେଉଁ ରହିଛି ଅନୁଷ୍ଠାନ ଗୁଡ଼ିକ ସେଠିକି ସେମାନଙ୍କୁ ନେଇକି ପଢେଇବା କଥା। ତାହେଲେ ସେମାନେ ଭଲ ମଣିଷ ହେଇପାରିବେ ଏବଂ ଭଲ ତା ସହିତ ଅଫିସର ମଧ୍ୟ ହେଇପାରିବେ। ଆଉ ଖାଲି ଆମେ ସେମାନଙ୍କୁ ବିଭିନ୍ନ ପ୍ରକାର ଆଡମିନିଷ୍ଟ୍ରେସନ କଥା କହିଲେ କଣ ହବ, ସଫଳ ହେଇପାରୁନି। ଆମେ ବିଭିନ୍ନ ଯୋଜନା କରୁଛୁ, ସରକାରଙ୍କ ବିଭିନ୍ନ ଯୋଜନା ରହୁଛି, ଯୋଜନା ମଧ୍ୟ ଠିକ ଭାବରେ ତାକୁ ସେଟା ସଫଳ ହେଇପାରୁନି। କାହିଁକି ନା ଆମର ଯେଉଁ ଲୋକମାନେ ସବୁ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଭାବଧାରା ଅଲଗା ପ୍ରକାର ରହିଛି। କେବଳ ଆପଣମାନେ ଦେଖୁଥିବେ ଖବରକାଗଜରେ, ରେଡିଓ ବା ଟିଭି ମାନଙ୍କର କେତେ ପ୍ରତ୍ୟେକ ଦିନ ଲୋକମାନେ ଦୁର୍ନୀତିଗ୍ରସ୍ତ ଲୋକମାନଙ୍କର ଧରା ପଡୁଛି। କଣ ପାଇଁ? କୋଟି କୋଟି ଟଙ୍କା, କେତେ ଧନ ସମ୍ପତ୍ତି। ଏଇ ସବୁର କାରଣ କଣ? ସେମାନଙ୍କର ଚରିତ୍ର ନାହିଁ। ସେମାନେ ଭଲ ମଣିଷ ନୁହନ୍ତି, କିନ୍ତୁ ସେମାନଙ୍କୁ ଆମେ ସେମାନଙ୍କୁ ଗୋଟେ ପୂଜ୍ୟ ପୂଜାର ସ୍ଥାନ ଦେଇ, ସେମାନେ ସବୁଠାରୁ ଭଲ ମଣିଷ, ବଡ ମଣିଷ, ସେମାନେ ସବୁଠାରୁ ବଡ ଅଫିସର, ସେମାନେ ଦେଶକୁ ଚଳାଉଛନ୍ତି। ଏଇଭଳି ଆମର ଗୋଟେ ତାଙ୍କ ପ୍ରତି ଗୋଟେ ମାନ୍ୟତା ରହିଛି। କିନ୍ତୁ ପ୍ରକୃତ ସେମାନେ କଣ ଆମର ସେବା ଠିକ ଭାବରେ କରୁଛନ୍ତି? ଆପଣମାନେ ମଧ୍ୟ ନିଜେ ନିଜକୁ ପ୍ରଶ୍ନ ପଚାରିବେ ଯେ ଯାହା ବର୍ତ୍ତମାନ ଆମ ଦେଶରେ ହଉଛି, ଯାହା କିଛି ଆମେ କରୁଛୁ, ଯେ ପ୍ରକୃତ ଲୋକମାନେ ଏହା ଦ୍ୱାରା ଉପକୃତ ହଉନାହାନ୍ତି। ସେଥିପାଇଁ ଆମକୁ ସମସ୍ତଙ୍କୁ ସଚେତନ ହେବାକୁ ପଡିବ। ସମସ୍ତେ ଏ ଦିଗରେ ଆମକୁ ଦୃଷ୍ଟି ଦେବାକୁ ପଡିବ, ଆମକୁ ଏଥିରେ ଗୁରୁତ୍ୱ ଦେବାକୁ ପଡିବ। କୋଉମାନଙ୍କୁ କହି ଆମେ ସମସ୍ତେ ଭାବୁଥାଉ ଯେ ପଲିଟିକାଲ ୱିଲ୍ ଇଜ ଦି ମେନ୍ ୱିଲ୍, ଯେ ପଲିଟିସିଆନ ମାନେ, ଏଇଟା ମଧ୍ୟ ସତ କଥା ଯେ ପଲିଟିସିଆନ ମାନେ ଯାହା ଚାହିଁବେ ସେୟା କରିପାରିବେ, କିନ୍ତୁ ଆମେ କାହିଁକି କରିପାରିବାନି? ଆମର ବି ଗୋଟେ ଭୟସ ଅଛି, ଆମେ ବି ସ୍ୱାଧୀନତା ଦେଶର ନାଗରିକ। ଆମେ ବି ସଚେତନ ହବା ନାଗରିକ ଭାବରେ। ଆମେ ମଧ୍ୟ ସରକାରଙ୍କୁ ସଚେତନ କରିବାକୁ ପଡିବ। ତା ନହେଲେ ଏ ଦେଶର ଅବସ୍ଥା ଯେ କଣ ହବ, ଯଦି ବା ସ୍ୱାମୀଜୀ ଭାବନ୍ତି ଯେ ଆମର ଭବିଷ୍ୟତ ଅନ୍ଧକାର ହବ ନାହିଁ। କାହିଁକି? ସେ ଜଣେ ଆଶାବାଦୀ ମଣିଷ। ଯେତେ ଯାହା ହେଲେ ମଧ୍ୟ ଶ୍ରୀ ଅରବିନ୍ଦଙ୍କ ଭଳି ଯେ ସିଏ ଯେମିତି କହୁଥିଲେ ଅତିମାନବ ଦେଶର ସୃଷ୍ଟି ହେବେ, ଠିକ ସେମିତି ସ୍ୱାମୀ ବିବେକାନନ୍ଦ ମଧ୍ୟ କହନ୍ତି ଯେ ଏ ଦେଶ ଆଗକୁ ଆଗେଇବ। ଏବଂ ସେ ଯଦି ଦେଶ ଯଦି ତାର ଏଇ ସବୁ ଯୋଉ ଚିନ୍ତାଧାରା ତାଙ୍କର ରହିଛି ଯେ ଆମେ ଆଧ୍ୟାତ୍ମିକ ଭାବକୁ ନେଇକି ଯଦି ଆଗକୁ ଆଗେଇବା, ଭଲ ମଣିଷ ହେଇକି ଯଦି ଆଗକୁ ଆଗେଇବା, ତାହେଲେ ଆମର ଜ୍ଞାନ ଯଦି ଠିକ ଭାବରେ ଆମେ ଆହରଣ କରିବା, ତାହେଲେ ଏ ଦେଶ ମଧ୍ୟ ଆଗେଇବ। ଏ ଦେଶର ମଧ୍ୟ ବିକାଶ ହବ, ଉନ୍ନତି ହବ, ସବୁ କିଛି ସମ୍ଭବ ହେଇପାରିବ। ତେଣୁ ମୁଁ ଆଶା କରୁଛି ଆପଣମାନଙ୍କୁ ମୁଁ ମୋର ନିଜର ଭାବଧାରା ବା ନିଜର ଚିନ୍ତାଧାରା ସ୍ୱାମୀଜୀଙ୍କୁ ଆଧାର କରିକି ଯାହା କିଛି କହିଲି, ହୁଏତ ଆପଣମାନଙ୍କୁ ଏଇଟା ଭଲ ଲାଗିପାରେ କିମ୍ବା ନ ଲାଗିପାରେ, ତଥାପି ଯାହା ଭଲ ଲାଗିଥିବ ତାହା ଗ୍ରହଣ କରିବେ। ଯଦି ମୋ କଥା ଆପଣଙ୍କୁ ଖରାପ ଲାଗିଥିବ ତେଣୁ ମୋତେ କ୍ଷମା କରିବେ। ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ, ଆନ୍ତରିକ ଧନ୍ୟବାଦ। ମୁଁ ଆମର ସାରଙ୍କ ପାଖରେ, ଚିତ୍ତ ସାରଙ୍କ ପାଖରେ ବହୁତ ବହୁତ କୃତଜ୍ଞ ଯେ ସିଏ ମୋତେ ଏଇଭଳି ସୁବିଧା ଦେଇଛନ୍ତି। ଏବଂ ଭବିଷ୍ୟତରେ ମଧ୍ୟ ମୁଁ ଯାହା କିଛି କୋରାପୁଟରେ କରୁଛି ବା ଯାହା କିଛି ଅନ୍ୟ ଜାଗାରେ କରୁଛି, ବହିପତ୍ର ଲେଖା ଲେଖି ମାଧ୍ୟମରେ, ମୁଁ ସେୟା ଭାବେ ଯେ ମୋର ଯେତିକି ବହି ଅଛି ଏଗୁଡା ସବୁ କେବଳ ପିଲାମାନଙ୍କ ପାଇଁ। ଅଧିକାଂଶ ବହି ମୋର ନୈତିକତା ଉପରେ ଆଧାରିତ, ଭଲ ମଣିଷ ହବାର ଶିକ୍ଷା ଦିଆଯାଇଛି। ଏବଂ କିଛି ଦିନ ତଳେ ମୁଁ ଗୋଟେ ବହିଟେ ଲେଖିଥିଲି, ଯୋଉଟା ମୋର ସ୍ତ୍ରୀଙ୍କର ଯୋଉ 12 ଦିନ ଗଲା ସେ ତ ଧ୍ୟାନ ତ୍ୟାଗ କରିଗଲେ, ସେଦିନ ମଧ୍ୟ ମୁଁ ଠାକୁରଙ୍କର ବହିଟେ ଯେ ଗୀତାରେ ଗୀତାରେ ଗୀତରେ ଗୀତରେ ରାମକୃଷ୍ଣ, ଗୀତରେ ଗୀତରେ ରାମକୃଷ୍ଣ, ଯୋଉ ରାମକୃଷ୍ଣଙ୍କର କଥାମୃତଟା ମାନେ ପ୍ରୋଜ ଅର୍ଡରରେ ଲେଖା ହେଇଛି, ସେଟାକୁ ଆମେ କବିତା ଆକାରରେ ଲେଖିକି ମୋର ସ୍ତ୍ରୀଙ୍କର ମଧ୍ୟ ସେଟା ସହଯୋଗ ଥିଲା। ତେଣୁ ସେଇଟାକୁ ଆମେ ବିତରଣ କଲୁ। ଆଉ ଗୋଟେ ବହି ମଧ୍ୟ ପ୍ରକାଶ ହେବାକୁ ଯାଉଛି ଯେ ହାଉ ଟୁ ଗେଟ୍ ସକ୍ସେସ୍, ସିଓର ସକ୍ସେସ୍ ଯୋଉଟାକୁ ଆମେ କହୁ, ସେ ସକ୍ସେସ୍ ଷ୍ଟୁଡେଣ୍ଟସ ମାନଙ୍କ ପାଇଁ ସେଟା ଉଦ୍ଦିଷ୍ଟ। ହାଉ ଟୁ ଗେଟ୍ ସକ୍ସେସ୍ ଅନ୍ ବିବେକାନନ୍ଦ, ମାନେ ବିବେକାନନ୍ଦଙ୍କୁ ଆଧାର କରି ସକ୍ସେସ୍ କେମିତି ପାଇପାରିବୁ ତାପରେ ମଧ୍ୟ କିଛି ଲେଖାଯାଇଛି, ସେଇଟା ମଧ୍ୟ ବାହାରିବ। ତେଣୁ ଏ ହାତ ବା ମୁଁ ଯେତେ ପର୍ଯ୍ୟନ୍ତ ବଞ୍ଚିଥିବି, ଯେତେ ପର୍ଯ୍ୟନ୍ତ ରହିଥିବି ଏ ସମାଜରେ, ଏ ହାତ ଚାଲୁଥିବ, ଯେତେ ଲେଖୁଥିବି। ଏବଂ ଯେତେବେଳେ ହାତ ଅକର୍ମଣ୍ୟ ହେଇଯିବ, ମୁଁ ଯେତେବେଳେ ଆଉ ପାରିବି ନାହିଁ, ସେତେବେଳେ ମୁଁ ଈଶ୍ୱରଙ୍କ ପାଖରେ ସମ୍ପୂର୍ଣ୍ଣ ଭାବରେ ଶରଣାଗତ ହେଇଯିବି। ଯେମିତି ଗୀତାରେ କୁହାଯାଇଛି, ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ପରିଶେଷରେ ତୁମେ ମୋ ପାଖରେ ଯଦି ଶରଣାଗତ ହେଇଯାଅ, ତାହେଲେ ତୁମର ସବୁ ସମସ୍ୟାର ସମାଧାନ ହେଇପାରିବ।
ତେଣୁ ଆମେ ମଧ୍ୟ ସେମିତି ଭାବିବା ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ଆମେ ସେମିତି ଯଦି ସବୁକିଛି ଅର୍ଜୁନଙ୍କ ଭଳି ସବୁକିଛି ତ୍ୟାଗ କରିଦେଇ ଈଶ୍ୱରଙ୍କ ପାଖରେ ଯଦି ଶରଣାଗତ ହବୁ ତାହେଲେ ହୁଏତ ଏ ସମସ୍ତ ସମସ୍ୟା ସମାଧାନ ହେଇପାରିବ। କିନ୍ତୁ ପ୍ରଶ୍ନ ଆସୁଛି ଆମେ କଣ ସେଇଭଳି ଭାବରେ ଶରଣାଗତ ହେଇପାରିବୁ? ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କହିଲେ ଶରଣାଗତ, ସେ ଶରଣାଗତ କୋଉ ପ୍ରକାର ଶରଣାଗତ? ଗୋଟେ ଅନାସକ୍ତ ଭାବରେ ଗୋଟିଏ କୌଣସି ଫଳ କାମନା ନ କରି ଯଦି ଆମେ ତାଙ୍କ ପାଖରେ ଅନାସକ୍ତ ହେଇଯିବୁ, ସମ୍ପୂର୍ଣ୍ଣ କମ୍ପ୍ଲିଟ ସରେଣ୍ଡର। ତେଣୁ କମ୍ପ୍ଲିଟ ସରେଣ୍ଡର ଯଦି ଲୋକ ହେଇଯିବ ତାହେଲେ ହୁଏତ ମୁଁ ଭାବୁଛି ତାର ମନ୍ଦ ଜିନିଷ ଗୁଡ଼ିକ ଖରାପ ହେଇଯିବ। କାହିଁକି ଆମର ଗୀତାରେ 3ଟି ଗୁଣ କଥା କୁହାଯାଇଛି। ଗୋଟେ ହଉଛି ସତ୍ୟ ଗୁଣ, ଗୋଟେ ରଜ ଗୁଣ, ଗୋଟେ ତମ ଗୁଣ। ଆଜିକାଲି ଆପଣ ମାନେ ଜାଣିଥିବେ ତାମସିକ ପ୍ରବୃତ୍ତି ବା ତମ ଗୁଣ ବହୁତ ବହୁତ ଆଗରେ ରହିଛି। ବହୁତ ଆମ ଭିତରେ ସେ ତାମସିକ ଗୁଣ ଗୁଡ଼ିକ ଏତେ ବଢି ଯାଇଛି ଯାହା ଫଳରେ ଆମେ ଜ୍ଞାନଟାକୁ ଗ୍ରହଣ କରିପାରୁନୁ, ଭଲ କଥାକୁ ଗ୍ରହଣ କରିପାରୁନୁ। ଆମେ କେବଳ ତେଣୁ ଆମକୁ ସେ ତାମସିକ, ଏଇଟା ଗୋଟେ ଆସୁରିକ ପ୍ରବୃତ୍ତି, ପଶୁ ପ୍ରବୃତ୍ତି। ଏ ପଶୁ ପ୍ରବୃତ୍ତିକୁ ଯେପର୍ଯ୍ୟନ୍ତ ଦୂର ନ କରିଛୁ ସେପର୍ଯ୍ୟନ୍ତ ଆମେ ଭଲ ମଣିଷ ହେଇପାରିବୁନି, ଚରିତ୍ରବାନ ମଣିଷ ହେଇପାରିବୁନି। କର୍ମ, ଆମେ ଯୋଉ କର୍ମ କରୁଛୁ ସେ ନିଜର ସ୍ୱାର୍ଥ ପାଇଁ କର୍ମ କରୁଛୁ, ସେଇଟା ହଉଛି ରାଜସିକ ପ୍ରବୃତ୍ତି, ରାଜସିକ ଗୁଣ। ଏବଂ ସବୁଠାରୁ ଭଲ ଗୁଣ ହେଲା ସେଟା ହଉଛି ସାତ୍ଵିକ ଗୁଣ। ଏଇଟା ସାଂଖ୍ୟ ଯୁଗରେ ମଧ୍ୟ ରହିଛି, ସମସ୍ତ ଯୁଗ ମାନଙ୍କ। ବିବେକାନନ୍ଦଙ୍କ ମଧ୍ୟ ଏଟାକୁ ସବୁବେଳେ ଗୁରୁତ୍ୱ ଦେଇ କହିଛନ୍ତି ଆମକୁ ସାତ୍ଵିକ ମଣିଷ ହବାକୁ ପଡିବ। ଯେଉଁମାନେ ସାତ୍ଵିକ ମଣିଷ ସେମାନେ ହଉଛନ୍ତି ଚରିତ୍ରବାନ ମଣିଷ, ନୈତିକବାନ ମଣିଷ, ଭଲ ମଣିଷ। ତେଣୁ ଭଲ ମଣିଷ ହବାକୁ ହେଲେ ଆମକୁ ସାତ୍ଵିକ ଗୁଣକୁ ବିକାଶ କରିବାକୁ ପଡିବ ଏବଂ ଆମ ଭିତରେ ଥିବା ସବୁଠାରୁ ଯୋଉଟା ତାମସିକ ଗୁଣ, ପଶୁ ପ୍ରବୃତ୍ତିକୁ ଦୂର କରିବାକୁ ହେବ। ତାହେଲେ ଆମେ ଭବିଷ୍ୟତରେ ଆମେ ଦେଶ ପାଇଁ ଏବଂ ନିଜ ପାଇଁ, ସମାଜ ପାଇଁ ନିଶ୍ଚିତ ଗୋଟେ ଆଦର୍ଶ ନାଗରିକ ଭାବରେ କାର୍ଯ୍ୟ କରିପାରିଛୁ। ଏବଂ ଆମ ଜୀବନର ଯେଉଁ ଉଦ୍ଦେଶ୍ୟ ରହିଛି ଯେ ନିଜେ ଆନନ୍ଦ ଲାଭ କରିବି ଏବଂ ସମସ୍ତଙ୍କୁ ଆନନ୍ଦ ବିତରଣ କରିବି। ସେଥିପାଇଁ ବିବେକାନନ୍ଦ କହୁଥିଲେ ଆତ୍ମନ ମୁଖ୍ୟାୟ ଜଗଦ୍ଧିତାୟ ଚ। ତେଣୁ ଆତ୍ମାର ମୁଖ୍ୟ ହବା ସହିତ ଜଗତର ମଧ୍ୟ ଏହା ଦ୍ୱାରା ହିତ ହେଇପାରିବ। ତେଣୁ ସମସ୍ତଙ୍କୁ, ଯେଉଁମାନେ ଏଠି ଉପସ୍ଥିତ ଅଛନ୍ତି ସମସ୍ତ ବନ୍ଧୁ ମାନଙ୍କୁ ମୁଁ ମୋ ତରଫରୁ ଆନ୍ତରିକ ଧନ୍ୟବାଦ, କୃତଜ୍ଞତା ଜ୍ଞାପନ କରୁଛି। ହରି ଓମ୍ ତତ୍ ସତ୍।